ତାଳମହିଳା କୋଡ଼ାସାହିରେ ଅଷ୍ଟପହରୀ ନାମଯଜ୍ଞ ଅନୁଷ୍ଠିତ। ଅନୁଗୁଳ ଜିଲ୍ଲା ଆଠମଲ୍ଲି ଉପଖଣ୍ଡ ତାଳମହିଳା କୋଡ଼ାସାହିରେ ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ସକାଳ 9 ଘଟିକାରେ ରୀତିନୀତି ଅନୁସାରେ ପୂଜା କରି ଗ୍ରାମନାଳରୁ ପାଣି ଉଠାଇ କଳସ ଯାତ୍ରା କରି କଳସ ସ୍ଥାପନା କରିଥିଲେ। କର୍ତ୍ତା ଭାବେ ଅକୁଳଚନ୍ଦ୍ର ପ୍ରଧାନ ଓ ଧର୍ମପତ୍ନୀ ତିଲୋତ୍ତମା ପ୍ରଧାନ କାର୍ଯ୍ୟନିର୍ବାହ କରିଥିଲେ। ପୂଜକଙ୍କ ମନ୍ତ୍ରପାଠରେ ଗାଁ ପରିବେଶ ଭକ୍ତିମୟ ସୃଷ୍ଟି ହୋଇଥିଲା। ଏହି ଯଜ୍ଞରେ 12 ଦଳ ନାମ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ପୂର୍ଣ୍ଣାହୁତି ସୋମବାର ସକାଳ 7 ଘଟିକା ସମ୍ପୂର୍ଣ୍ଣ ହୋଇଥିଲା। ସମ୍ପାଦକ ଘାସିନାଥ ବେହେରା, ସଭାପତି ଅକୁଳଚନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବହୁ ଧୁମଧାମରେ ପାଳିତ ହୋଇଯାଇଛି। ଆଠମଲ୍ଲିରୁ ଗୋବିନ୍ଦ ଚନ୍ଦ୍ର ନାୟକଙ୍କ ରିପୋର୍ଟ, ଆଗାମୀ ଟିଭି। नाम करते महिला संकीर्तन मंडली तो गत वर्ष ठार 2024 मसीह आम माघ मेला अष्टप्रहरी यज्ञ पालन करा प्रति वर्ष आम तालमहिला कोड़ासाही हम आग को चालू आम समस्त हवा जो आम समस्ते साईवासी एक समस्त माँ भौणी सहयोग अनुष्ठान श्रृंखला सहित पालन करा श्रृंखला सहित ये नामयज्ञ हो पार।